ओम शांति। मुक्ति जीवन मुक्तिदाता निराकार परमात्मा शिव पितांकर अमृत संतान मानंकु हृदयर सहित ईश्वरीय शुभाभिनंदन शुभेच्छा सुप्रभात सुस्वागतम। सर्वात्मांकर पिता परमात्मा कहउछंती मधुर आत्मिक संतानगण सच्चा बाबांक सहित सच्चा होई रुह, तेबे पादे पादे रे पद्मर रोजगार जमा हो चलिब, अर्थात सर्व प्राप्ति संपन्न होइजिब अनेक जन्म पर्यंत। यह हेउछि रोजगारर समय, जेतेबेले कि स्वयं दाता वरदाता भाग्य विधाता भाग्य बांटिबाकू आसिछंती एही कल्याणकारी पुरुषोत्तम संगम जुगरे गीतार महावाक्य अनुसारे ब्रह्मांकर स्थूल शरीरर आधार नहीं। जेपरी चाषी माने भल अमल पाई उचित समयर सुविनियोग करिथांती, जेतेबेले भूमि ठीक भावरे पाग होइथाए सेतेबेले से हल करिथाए एवं मंजी बुणाबुणी करिथाए। समय उपयोगी फसलर सार पानी आदि ठीक समय रे देई अल्प व्यୟରେ अधिक अमल करिथाए। सही भली सर्वयुगरे सार एही अधियुग अर्थात चारि युग बा कली युगर शेष एवं प्रथम युग बा सत्य युगर प्रारंभ एही मध्यवर्ती स्वल्प समय सीमार युग, जहाकू कल्याणकारी पुरुषोत्तम संगम युग बोली कहा जाए। यह हेउछि सर्वोत्तम रोजगारर समय। सारा कल्प पाई ही एइठारे समस्तंकर भाग्य निर्धारित होता है, कारण यही गोटिए समय जेतेबेले निराकार भगवान परमात्मा परमधाम घरू अवतरित होई आसीथांती एई धरा पृष्ठ को सारा विश्व को आत्मज्ञान द्वारा आत्मस्मृति फेराई संपूर्ण सत प्रदान कराई नूतन सत्य युगी दैवी राज्यर स्थापना करिवा पाई। जो माने एही भाग्य परिवर्तनर श्रेष्ठ समयर महत्व को बुझी परमात्मांक प्रदत्त ज्ञान बा श्रीमत आधार रे कर्म करि चलिबे, सही माने ही भविष्य नूतन सत्य युगी दैवी राज्यर अधिकारी हो पारिबे। गोटिए जन्म नुहे, पूरा 21 जन्म, जार गायन मध्य अछि कि 21 कुलर उद्धार। मनुष्य मानंकु इच्छा रही थाए कि आमको शांति मिलू बा सुख मिलू। शांति तो मिली थाए शांति धाम बा मुक्ति धाम घरे, एवं सुख मिली थाए जीवन मुक्ति अर्थात सत्ययुगी स्वर्ग राज्य रे। तेबे मुक्ति एवं जीवन मुक्ति एही दुईटी जिनिसर प्राप्ति भगवानक व्यतीत अन्य केही मध्य करई परिबे नाही। तुमे संतान माने एबे मोर हेई सारी मो ठारू प्राप्त ज्ञानर अधिकारी होइछ, तेणु तुम मानंकु एबे एही भली भटकुथिबा आत्मा मानंक उपरे दया आसीबा दरकार। बिचरा टिके शांति बा सुख पाइबार रास्ता खोजुछंती, एणे तेणे घुरी बुलुछंती। तेणु ज्ञानालोक द्वारा
ସେମାନଙ୍କୁ ସଚ୍ଚା ରାସ୍ତା ଦେଖେଇବାକୁ ହେବ। ଯେହେତୁ ଏବେ ମନୁଷ୍ୟମାନଙ୍କୁ କେବଳ ମିଛ ମତ ଦେଇ ଚାଲିଛନ୍ତି। ସମସ୍ତେ ମରିଚିକା ପଛରେ ଧାଇଁଛନ୍ତି, ଯେଉଁ କାରଣରୁ ସାରା ସୃଷ୍ଟି ଆଜି ପତିତ ଦୁଃଖୀ ହେଇଯାଇଛି ଏବଂ ଗାଉଛନ୍ତି ମଧ୍ୟ, ମିଛ ମାୟା, ମିଛ କାୟା, ମିଛ ସାରା ସଂସାର। ଏଠାରେ ତ ମିଛ ହିଁ ମିଛ ରହିଛି। ସତ୍ୟ ରାଷ୍ଟ୍ର ବା ସତ୍ୟ ଯୁଗରେ ମିଛ ନଥାଏ। ଯେଉଁ ରାଷ୍ଟ୍ରକୁ ଯିବା ପାଇଁ ତୁମେମାନେ ଏବେ ପୁରୁଷାର୍ଥ କରୁଛ ସତ୍ୟ ପିତାଙ୍କ ଦ୍ୱାରା, ତେଣୁ ସତ୍ୟ ପିତାଙ୍କ ପାଖରେ ସର୍ବଦା ସଚ୍ଚା ହୋଇ ରହିବା ଦରକାର। ପିଲାମାନଙ୍କୁ ସ୍କୁଲରେ ଶିକ୍ଷା ଦିଆଯାଇଥାଏ ନା, ମିଛ କହିବା ମହାପାପ। କାରଣ ମିଛ କହିବା ଦ୍ୱାରା ଗୁରୁଙ୍କର ନିନ୍ଦା ହୋଇଥାଏ। ସେଇଥିପାଇଁ ଗାୟନ ମଧ୍ୟ ଅଛି କି ସଦ୍ଗୁରୁଙ୍କର ନିନ୍ଦୁକକୁ କେଉଁଠାରେ ମଧ୍ୟ ଠାବ ମିଳେ ନାହିଁ। ମନୁଷ୍ୟ ଗୋଟିଏ ପଟେ ଭଗବାନଙ୍କୁ ସର୍ବବ୍ୟାପୀ କହି ସମସ୍ତଙ୍କୁ ପୂଜା କରି ଚାଲିଛି, ଦେବୀ ଦେବତା ଆଦିଙ୍କୁ ମହା ଆଡ଼ମ୍ବର ସହକାରେ ପୂଜାର୍ଚ୍ଚନା କରି ଆହ୍ୱାନ କରୁଛନ୍ତି। ଅନ୍ୟପଟେ ନାନାଦି ମିଛ କାହାଣୀ ରଚନା କରି, କଳଙ୍କ ଭରା କାହାଣୀ ରଚନା କରି ତାଙ୍କର ନିନ୍ଦା କରି ଚାଲିଛନ୍ତି। ଯେପରି କୃଷ୍ଣଙ୍କ ନାମରେ କେତେ ଅପଯଶ ଏବଂ କଳଙ୍କର ଗାଥା ରଚନା କରାଯାଇଛି ତାହା ସମସ୍ତେ ଜାଣିଛନ୍ତି ଏବଂ ଆଜି ପର୍ଯ୍ୟନ୍ତ ସେହି କଳଙ୍କର ଗାଥାକୁ ଚରିତ୍ର ରୂପରେ ଗାୟନ ଆଦି କରାଯାଉଛି ମଧ୍ୟ। ବିଡ଼ମ୍ବନାର ବିଷୟ। ମନୁଷ୍ୟ କିଛି ହେଲେ ବୁଝୁନାହିଁ କ'ଣ କ'ଣ ସବୁ କରିଚାଲୁଛି। ଏଥିରେ ମଧ୍ୟ ଆଶ୍ଚର୍ଯ୍ୟ ହେବାର ନାହିଁ, କାରଣ କିଛି ବି ନୂଆ ନୁହେଁ। ଏହି ଅବିନାଶୀ ସୃଷ୍ଟି ନାଟକର ଏହା ଅଟଳ ନିୟମ। ପାଞ୍ଚ ବିକାର ରୂପୀ ମାୟା ବୁଦ୍ଧିକୁ ପଥର କରିଦେଇଛି ସମସ୍ତଙ୍କର। ସେଥିପାଇଁ ବର୍ତ୍ତମାନ ଭଗବାନ ଶିବ ପିତା ଆସିଛନ୍ତି ଜ୍ଞାନ ରୂପକ ପାଦସ୍ପର୍ଶ କରାଇ ସମସ୍ତଙ୍କୁ ପଥରରୁ ପାରସ କରିବା ପାଇଁ ଏବଂ କହୁଛନ୍ତି ଏହି ଅବିନାଶୀ ସୃଷ୍ଟି ନାଟକ ସମ୍ପୂର୍ଣ୍ଣ ପୂର୍ବ ନିର୍ଦ୍ଧାରିତ। ପ୍ରତ୍ୟେକ ଜିନିଷର ଅବିକଳ ପୁନରାବୃତ୍ତି ହେଇ ଚାଲିଛି ଠିକ୍ ସମୟରେ ସଠିକ୍ ଭାବରେ। ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ, ଦୁଃଖ ବା କ୍ରୋଧ କରିବାର ନାହିଁ। କେବଳ ସାକ୍ଷୀ ହୋଇ ମୋ ଶ୍ରୀମତ ଆଧାରରେ ନିଜର କର୍ମ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସାକ୍ଷୀ ହେଇ ଦେଖି ଚାଲ। ପ୍ରତ୍ୟେକ ନିଜ ନିଜର ଅଭିନୟ ଖାଲି କରି ଚାଲିଛନ୍ତି। ଆତ୍ମାମାନଙ୍କୁ ପରମ ପିତାଙ୍କର ଏବଂ ପରମଧାମ ଘରର ବାସ୍ତବ ପରିଚୟ ଦେଇ ରାସ୍ତା ଦେଖେଇ ଚାଲ। ଶିବ ବାବା ବରଦାନ ଦେଉଛନ୍ତି କି ଆତ୍ମ ଅଭିମାନୀ ସ୍ଥିତିରେ ରହି ସ୍ୱମାନର ଆସନ ଉପରେ, ଅର୍ଥାତ୍ ଭଗବାନ ଯେଉଁ ସ୍ୱମାନ ସବୁ ପ୍ରଦାନ କରୁଛନ୍ତି ତାହା ଉପରେ ବିରାଜମାନ ରହୁଥିବା ସଦା ସୁଖୀ ତଥା ସର୍ବପ୍ରାପ୍ତି ସ୍ୱରୂପ ଭବ। ନିଜର ଶୁଭ ଭାବନା ଦ୍ୱାରା ପ୍ରତ୍ୟେକ ଆତ୍ମାକୁ ଆଶୀର୍ବାଦ ଦେଉଥିବା ଏବଂ କ୍ଷମା କରୁଥିବା ଆତ୍ମା ହିଁ କଲ୍ୟାଣକାରୀ ଅଟେ। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଃ ଏହି ସମୟରେ ଆମେମାନେ ସେହି କଲ୍ୟାଣକାରୀ ପରମାତ୍ମା ପିତାଙ୍କର ଜୀବନକୁ ପରିବର୍ତ୍ତନ କରୁଥିବା ସୁନ୍ଦର ଏବଂ ମହାନ ଜ୍ଞାନକୁ ଶ୍ରବଣ କରିବା ସହିତ
विचार सागर मंथन करी आत्मार उन्नति करी चलिबा, आत्मा को संपूर्ण पवित्र करिवार पुरुषार्थ करिबा एवं सारा विश्वर मध्य कल्याण करी चलिबा। ओम शांति, ओम शांति, ओम शांति।